ଆମେ ପିଲାଦିନେ ବିଦ୍ୟାଳୟରେ ପ୍ରାର୍ଥନା କରୁଥିଲେ, ଅଖିଳ ବ୍ରହ୍ମାଣ୍ଡ ପତି ମୋ ଜୀବନ ସ୍ୱାମୀ। କିନ୍ତୁ ଅଖିଳ ବ୍ରହ୍ମାଣ୍ଡପତି କିଏ? ତାଙ୍କୁ ଆମେ ଏତେ କଥା କହୁଛେ, କାହିଁକି କହୁଛେ, କିଏ ସେ ବୋଲି ଆମେ ଜାଣିନଥିଲେ। ପ୍ରକୃତରେ ଆମେ ସମସ୍ତେ ଜଣେ ଜଣେ ଆତ୍ମା। ଆମର ପିତା ହେଉଛନ୍ତି ପରମ ପିତା ପରମାତ୍ମା ଶିବ ଭଗବାନ। ସେ ରହୁଛନ୍ତି ପରମ ଧାମରେ, ଆତ୍ମା ମାନେ ବି ରହନ୍ତି ପରମ ଧାମରେ। ଆତ୍ମାର ରୂପ ହେଉଛି ଅଣ୍ଡା ସଦୃଶ, ମାନେ ଓଭାଲ ସେପ୍। ସେ ଓଭାଲ ସେପ୍କୁ ବାବା କହୁଛନ୍ତି ଅଣ୍ଡା ମିଶାଲ। ସେ ଯେହେତୁ ପରମଧାମରେ ରହନ୍ତି, ତାକୁ ବ୍ରହ୍ମଲୋକ କୁହାଯାଏ। ତାର ଅଧିପତି ବା ସବୁ ଆତ୍ମାଙ୍କର ପିତା ପରମ ପିତା ପରମାତ୍ମା ଶିବ ଭଗବାନ, ସିଏ ହିଁ ହେଉଛନ୍ତି ଅଖିଳ ବ୍ରହ୍ମାଣ୍ଡ ପତି। ସେ ଏଇ ପରମ ପିତା ବର୍ତ୍ତମାନ ଏଇ ସଙ୍ଗମ ଯୁଗରେ, ପୁରୁଷୋତ୍ତମ ଯୁଗରେ ଭାରତ ବର୍ଷରେ ପଦାର୍ପଣ କରି, ପରମଧାମରୁ ଅବତରଣ କରି, ବ୍ରହ୍ମା ବାବାଙ୍କ ଶରୀରରେ ପ୍ରବେଶ କରି ସତ୍ୟ ଗୀତା ଜ୍ଞାନ ଦେଉଛନ୍ତି। ସେ ଗୀତା ଶୁଣି ଆତ୍ମାମାନେ ସବୁ ପବିତ୍ର ହେବେ, ଆଉ ପଞ୍ଚତତ୍ଵ ପବିତ୍ର ହେବ, ସାରା ସଂସାରରେ ମହା ବିନାଶ ହେବ, ମହା ପରିବର୍ତ୍ତନ ହେବ। ଏସବୁ କଥା ଶିବ ବାବା ଜଣାଉଛନ୍ତି। ଆଉ ଏଇ ଆତ୍ମା କିପରି ପବିତ୍ର ହେବ ତାର ଉପାୟ ବତାଉଛନ୍ତି। ଆତ୍ମା ପବିତ୍ର ହୋଇ ପୁରା ସତ୍ୟଯୁଗୀ ଆତ୍ମା ସୃଷ୍ଟି ହୋଇସାରିଲା ପରେ, ମହାବିନାଶ ହେଲେ ଆମେ ସମସ୍ତେ ପରମଧାମକୁ ଯିବା, କିନ୍ତୁ ସେଠାରୁ ପୁଣି ସୁଖଧାମ ବା ସ୍ୱର୍ଗକୁ ଆସିବା। ସେଥିପାଇଁ ସେ ବିଶ୍ୱର ମାଲିକ କାହାକୁ କରୁଛନ୍ତି? ଶ୍ରୀଲକ୍ଷ୍ମୀ ଶ୍ରୀନାରାୟଣଙ୍କୁ ମହାରାଜା ପଦପଦବୀ ଦେଉଛନ୍ତି। ସେ ବିଶ୍ୱର ମାଲିକପଣ ପିଲାଙ୍କ ହାତରେ ଦେଇ ସେ ପରମଧାମରେ ରହୁଛନ୍ତି। କେତେ ମହାନ କାର୍ଯ୍ୟ, କେତେ ମହାନ କର୍ତ୍ତବ୍ୟ ସେ ତ ଏକା କରିପାରିବେନି, ଆମ ସମସ୍ତଙ୍କ ସହଯୋଗ ନେଇ ସେ କରୁଛନ୍ତି। ତେଣୁ ଆମମାନଙ୍କୁ ପ୍ରତିଦିନ ମଧୁର ସନ୍ତାନ କହୁଛନ୍ତି, ଅଧିକାରୀ ବଚ୍ଚା ବୋଲି କହୁଛନ୍ତି। ସେ ପ୍ରତିଦିନ ମୁରଲୀ ମହାବାକ୍ୟ ଶୁଣାଇ ସବୁ ପିଲାମାନଙ୍କୁ ପତିତରୁ ପାବନ କରିବାକୁ ରାସ୍ତା ବତାଉଛନ୍ତି। ଆଜିର ମୁରଲୀରେ 11/2/2025 ମସିହା ମୁରଲୀରେ ସ୍ୱୟଂ ପରମ ପିତା ପରମାତ୍ମା କ'ଣ ମହାବାକ୍ୟ ଶୁଣାଇ ପିଲାମାନଙ୍କୁ ଉଦ୍ବୁଦ୍ଧ କରାଇଛନ୍ତି, ସେ ବିଷୟରେ ଆସନ୍ତୁ ଜାଣିବା। ସେ ବ୍ରହ୍ମାଣ୍ଡପତି, ବିଶ୍ୱ ମାଲିକ ହେଲେ ଶ୍ରୀ ରାଧା ଶ୍ରୀକୃଷ୍ଣ, ଯେଉଁମାନେ କି ସ୍ୱୟଂବର ପରେ ଶ୍ରୀ ନାରାୟଣ ଶ୍ରୀ ଲକ୍ଷ୍ମୀ ଭାବରେ ପରିଚିତ। ଆମେମାନେ ଶିବ ବାବାଙ୍କର ବା ପରମ ପିତା ପରମାତ୍ମାଙ୍କର ଅନେକ ମହିମା କରୁଛେ, କିନ୍ତୁ ତା ସହିତ ଅନେକ ବି ଗ୍ଲାନି କରୁଛନ୍ତି ଲୋକମାନେ। କ'ଣ ଗ୍ଲାନି କରୁଛନ୍ତି? ତାଙ୍କୁ କହୁଛନ୍ତି ତୁମେ ହେଉଛ ସର୍ବବ୍ୟାପୀ, ସବୁଠାରେ ବିଦ୍ୟମାନ, କାନ୍ଥରେ, ଗଛରେ, ପତ୍ରରେ, ମଣିଷ ଦେହରେ, କୁକୁର ଦେହରେ, ସବୁଆଡ଼େ ଭଗବାନ ଅଛନ୍ତି ବୋଲି ବା ଶିବ ବାବା ଆମେ ଯାହାକୁ କହୁଛେ ସେ ପରମାତ୍ମା ଅଛନ୍ତି ବୋଲି ଲୋକମାନେ କହୁଛନ୍ତି। ୟାକୁ କୁହାଯାଏ ଅନ୍ଧଶ୍ରଦ୍ଧା, ଅନ୍ଧବିଶ୍ୱାସ। ଯାହା କହୁଛନ୍ତି ଏକ ଦିଗରେ କହୁଛନ୍ତି ସେ ହେଉଛନ୍ତି ଉପରବାଲା, ପୁଣି ଅନ୍ୟ ଦିଗରେ କହୁଛନ୍ତି ସେ ସବୁଠାରେ ବିଦ୍ୟମାନ। ଇଏ ହେଉଛି ଅନ୍ଧଶ୍ରଦ୍ଧା, ଅନ୍ଧବିଶ୍ୱାସ। ସାଧାରଣତଃ କୁହାଯାଏ ବ୍ରହ୍ମା ଦେବତାୟ ନମଃ, ବିଷ୍ଣୁ ଦେବତାୟ ନମଃ, ଶଙ୍କର ଦେବତାୟ ନମଃ, ଶିବ ପରମାତ୍ମାୟ ନମଃ। ତେଣୁ ଶିବ ହେଉଛନ୍ତି ପରମାତ୍ମା। କୌଣସି ଦେବତା କି ମଣିଷ କେହି ହେଲେ ପରମାତ୍ମା ନୁହନ୍ତି। ଏ କଥା ବାବା ପରିଷ୍କାର ଭାବରେ ବୁଝେଇ ଦେଉଛନ୍ତି। ସେ ସବୁବେଳେ ମୂଳ ବତନରେ ରୁହନ୍ତି ବା ପରମଧାମରେ ରହନ୍ତି। ସୂର୍ଯ୍ୟ ଚନ୍ଦ୍ର ନକ୍ଷତ୍ର ପାର ହୋଇ ବ୍ରହ୍ମଲୋକ, ଷଷ୍ଠ ମହତତ୍ଵ ଯାହାକୁ କୁହାଯାଏ, ସେଠାରେ ପରମପିତା ପରମାତ୍ମା ରହନ୍ତି ଆଉ ଆତ୍ମାମାନେ ରୁହନ୍ତି। ସେ ହେଉଛନ୍ତି ଶିବ, ଆଉ ତାଙ୍କର ସେବାଧାରୀ
ଅତ୍ୟନ୍ତ ପ୍ରିୟ ବଚ୍ଚାମାନେ ହେଉଛନ୍ତି ଶାଳିଗ୍ରାମ ବୋଲି ସେ କହୁଛନ୍ତି, ଶାଳଗ୍ରାମ। ଆମେ ତ ଅନେକ ସତ୍ସଙ୍ଗ କରୁଛେ। ବାବା କହୁଛନ୍ତି ସତ୍ସଙ୍ଗର ପ୍ରକୃତ ଅର୍ଥ ଭକ୍ତ ଆତ୍ମାମାନେ ବୁଝିନାହାନ୍ତି। ଯେଉଁମାନେ ଗୁରୁ କରୁଛନ୍ତି, ବିଭିନ୍ନ ଧର୍ମ କାର୍ଯ୍ୟରେ ନିଜକୁ ନ୍ୟସ୍ତ କରୁଛନ୍ତି, ସାଧୁ ସନ୍ଥ ଇତ୍ୟାଦି, ସେମାନେ ଅନେକ ସଙ୍ଗ କରନ୍ତି, ଆଲୋଚନା କରନ୍ତି, ବହୁତ ଭଲ ବାଣୀ ଶୁଣାନ୍ତି, ଲୋକମାନଙ୍କୁ ସୁଧାରିବା ପାଇଁ ଅନେକ ଉପାୟ ବତାନ୍ତି। କିନ୍ତୁ ସେମାନେ ଯେଉଁମାନେ କି ଦେହଧାରୀ, ସେମାନେ କେବେ ହେଲେ ସତ୍ ନୁହନ୍ତି। ସତ୍ ଚିତ୍ ଆନନ୍ଦ କେବଳ ସ୍ୱୟଂ ପରମପିତା ପରମାତ୍ମା ଶିବ ଭଗବାନ। ସିଏ ଜନ୍ମ ମୃତ୍ୟୁ ଚକ୍ରରେ ଆସୁନାହାନ୍ତି, ଆଉ ତାଙ୍କୁ ଛାଡ଼ିଦେଲେ ଅନ୍ୟାନ୍ୟ ସମସ୍ତେ, ପ୍ରତ୍ୟେକ ଆତ୍ମା, ଶ୍ରୀକୃଷ୍ଣ ହୁଅନ୍ତୁ କି ଲକ୍ଷ୍ମୀନାରାୟଣ ହୁଅନ୍ତୁ କି ରାମ ସୀତା ହୁଅନ୍ତୁ କି ଯେକୌଣସି ଆତ୍ମା ହୁଅନ୍ତୁ, ଯେକୌଣସି ଦେବତା ବୋଲି ଆମେ ଯାହାକୁ କହୁଛେ, ସମସ୍ତେ ଜନ୍ମ ମୃତ୍ୟୁ ଚକ୍ରରେ ଆସୁଛନ୍ତି। ତେଣୁ ସେ ପତିତ ବି ହେଉଛନ୍ତି, ପାବନ ବି ହେଉଛନ୍ତି। ତେଣୁ ତ ଶ୍ରୀକୃଷ୍ଣଙ୍କୁ ଶ୍ୟାମ ସୁନ୍ଦର କୁହାଯାଉଛି। ମାନେ ପବିତ୍ର ଥିଲାବେଳେ ସେ ହେଲେ ସୁନ୍ଦର, ପତିତ ହେଲେ ସିଏ ହେଇଯାଉଛନ୍ତି ଶ୍ୟାମ। ସେଇ କଥା ବାବା କହୁଛନ୍ତି। ଇଏ ସତ୍ ସଙ୍ଗ କହିଲେ ଶିବ ଭଗବାନଙ୍କ ସହିତ ସଙ୍ଗ କରିବା ବା ତାଙ୍କରି ବାଣୀ ଶୁଣିବା, ତାଙ୍କ ଶ୍ରୀମତରେ ଚାଲିବା। ଆଉ ଯେତେ ଦୁନିଆରେ ସତ୍ସଙ୍ଗ କହୁଛନ୍ତି ସେସବୁ ମାୟାର ସଙ୍ଗ। ମାୟା ମାନେ କ'ଣ? ମେ ଆୟା, ମୁଁ ପଣ, ମୋର ଦେହ ଭାନରେ ରହିକି ଯେଉଁ କଥା କୁହାଯାଉଛି ସେ ପ୍ରକୃତ ସତ୍ୟ କଥା ନୁହେଁ। କିଛି ଅଂଶରେ ତ ନିଶ୍ଚିତ ସତ୍ୟତା ରହିଛି, କିନ୍ତୁ ତାକୁ ଆମେ ସତ୍ସଙ୍ଗ କହିପାରିବା ନାହିଁ। ଶ୍ରୀକୃଷ୍ଣଙ୍କୁ ତ ଝୁଲଣାରେ ଝୁଲା ହେଉଛି, ଆମେ ଦେଖିଛେ। ଜନ୍ମ ଦିବସରେ ତାଙ୍କର ଜନ୍ମାଷ୍ଟମୀରେ ଝୁଲଉଛେ, ରାଧାକୃଷ୍ଣଙ୍କର ବି ଝୁଲଣ ଯାତ୍ରା ହେଉଛି। କିନ୍ତୁ ପରମାତ୍ମାଙ୍କର କେବେ ଝୁଲଣ ଯାତ୍ରା କି ଝୁଲଣ ହେଉଛି ବୋଲି ଆମେ ଜାଣୁଛେ କି? ତାର ଅର୍ଥ ପରମାତ୍ମା କେବେ ହେଲେ ଜନ୍ମ ମୃତ୍ୟୁ ଚକ୍ରରେ ଆସୁନାହାନ୍ତି। ଆଉ ଶ୍ରୀକୃଷ୍ଣ ହେଉଛନ୍ତି ସତ୍ୟଯୁଗର ପ୍ରଥମ ରାଜକୁମାର ବୋଲି ତାଙ୍କୁ ସ୍ପେଶାଲ ସମସ୍ତଙ୍କର ଅତ୍ୟଧିକ ସ୍ନେହ, ଭକ୍ତ ଆତ୍ମାଙ୍କର ଅତ୍ୟଧିକ ସ୍ନେହ, ଜ୍ଞାନୀ ଆତ୍ମାଙ୍କର ବି ଅତ୍ୟଧିକ ସ୍ନେହ। ତାଙ୍କ ପରି ଏତେ ପାୱାରଫୁଲ୍ ବା ଏତେ ମହିମାଯୁକ୍ତ ଅନ୍ୟ କୌଣସି ଆତ୍ମା ନୁହନ୍ତି। ନବଧା ଭକ୍ତି ବିଷୟରେ ବାବା ବି ଆଜି କହିଦେଲେ। ଆମର ନବଧା ଭକ୍ତି ଭକ୍ତମାନେ କରନ୍ତି। ଭଜନ, କୀର୍ତ୍ତନ, ଜଣାଣ, ଅର୍ଚ୍ଚନା, ପଦସେବା ଇତ୍ୟାଦି 9 ପ୍ରକାରର ଭକ୍ତି ଭକ୍ତାତ୍ମାମାନେ କରନ୍ତି। ନବଧା ଭକ୍ତି ବଳରେ ନିଶ୍ଚିତ ଭାବରେ ସୁଖ ପାଆନ୍ତି, ଆନନ୍ଦ ପାଆନ୍ତି, କିନ୍ତୁ ଇଏ କ୍ଷଣସ୍ଥାୟୀ। ଇଏ ସଦାକାଳ ପାଇଁ ନୁହେଁ, ନିରନ୍ତର ନୁହେଁ, ଅବିନାଶୀ ନୁହେଁ। କିନ୍ତୁ ସ୍ୱୟଂ ପରମପିତା ପରମାତ୍ମାଙ୍କ ସହିତ ପ୍ରୀତି ବୁଦ୍ଧି ଯୋଡ଼ିଲେ ଆମର ଆତ୍ମା ପବିତ୍ର ହେବ। କିନ୍ତୁ ନବଧା ଭକ୍ତି ବଳରେ ଆତ୍ମା ପବିତ୍ର ହୋଇପାରିବ ନାହିଁ। ଜ୍ଞାନର ସାଗର କେବଳ ଜ୍ଞାନ ଦିଅନ୍ତି। ତାଙ୍କ ଛଡ଼ା ଅନ୍ୟ କୌଣସି ଦେବତା ହୁଅନ୍ତୁ, ଧର୍ମାତ୍ମା ହୁଅନ୍ତୁ, ମହାତ୍ମା ହୁଅନ୍ତୁ, ସାଧୁସନ୍ଥ ହୁଅନ୍ତୁ, କେହି ହେଲେ ଜ୍ଞାନ ଦେଇପାରିବେ ନାହିଁ। ସତ୍ୟ ଜ୍ଞାନ କେବଳ ଜ୍ଞାନର ସାଗର ସ୍ୱୟଂ ପରମାତ୍ମା ଶିବ ଭଗବାନ ଦେଉଛନ୍ତି। ଆମେ ସମସ୍ତେ ଜଣେ ଜଣେ ଜ୍ଞାନରତ୍ନ ବେପାରୀ। କ'ଣ ତାର ଅର୍ଥ? ସ୍ୱୟଂ ପରମପିତାଙ୍କ ସହିତ ବୁଦ୍ଧି ଯୋଗ ଲଗାଇ ତାଙ୍କ ପାଖରୁ ସୁଖ, ଶାନ୍ତି, ଆନନ୍ଦ, ପ୍ରେମ, ଗୁଣ, ଶକ୍ତି, ପବିତ୍ରତା ଇତ୍ୟାଦିର ସେ ସାଗର, ତାଙ୍କଠାରୁ ଆମେ ସେସବୁ ଜିନିଷ ଆଣି ଇଏ ସମାଜର ମଙ୍ଗଳ ପାଇଁ ସମସ୍ତ ଆତ୍ମାମାନଙ୍କୁ ଆମେ ଦେବା। ତେଣୁ ଆମେ ଜଣେ ଜଣେ ଜ୍ଞାନ ରତ୍ନ ବେପାରୀ ବୋଲି ବାବା କହୁଛନ୍ତି। କେତେକ ବର୍ତ୍ତମାନ ଆମେ ସଂସାରରେ ଦେଖୁଛେ, କଳିଯୁଗରେ କାହା ନାମ ଶ୍ରୀକୃଷ୍ଣ ତ, କାହା ନାମ ରାଧାକୃଷ୍ଣ, କାହା ନାମ ଲକ୍ଷ୍ମୀ, ବିଭିନ୍ନ ନାମଧାରୀ ଅଛନ୍ତି। ଦେବାଦେବୀଙ୍କର ନାମ ସେମାନେ ଗ୍ରହଣ କରିଛନ୍ତି ବା ପାଇଛନ୍ତି। କିନ୍ତୁ ସେମାନେ ସିନା ନାମଧାରୀ, ସେ କିନ୍ତୁ ସେହି ଗୁଣଧାରୀ ନୁହନ୍ତି। ପ୍ରକୃତ ଶ୍ରୀକୃଷ୍ଣଙ୍କ ପରି ଗୁଣ ତାଙ୍କ ପାଖରେ ନାହିଁ। ଶ୍ରୀକୃଷ୍ଣଙ୍କ ପରି ସେ କର୍ତ୍ତବ୍ୟ କରୁନାହାନ୍ତି। ଯେମିତି କୌଣସି ନାଟକରେ ହେଉ, ଫିଲ୍ମରେ ହେଉ ରାଜା ପାଠ କରୁଛନ୍ତି, ସେମିତି ସେ ଅଭିନୟ କରୁଛନ୍ତି। କିନ୍ତୁ ପ୍ରକୃତ ସେମାନେ ଶ୍ରୀକୃଷ୍ଣଙ୍କ ପରି ନୁହନ୍ତି। ବାବା ସେଇଟା କହିଥିଲେ।
ଭାରତ ସାହୁକାର ଥିଲା, ଏବେ ଗରିବ ହୋଇଯାଇଛି। ଏଇ ଭାରତରେ ସ୍ୱୟଂ ପରମପିତା ପରମାତ୍ମା ପଦାର୍ପଣ କରନ୍ତି, ପତିତ ଆତ୍ମାକୁ ପାବନ କରନ୍ତି, ପତିତ ପ୍ରକୃତିକୁ ତତ୍ତ୍ୱକୁ ପାବନ କରନ୍ତି, ସତ୍ୟଯୁଗ ପ୍ରତିଷ୍ଠା କରନ୍ତି। ତେଣୁ ଇଏ ଭାରତ ସବୁଠାରୁ ସବୁଥିରେ ଭରପୁର, ଆତ୍ମା ସବୁଥିରେ ଭରପୁର, ପ୍ରକୃତି ସବୁଥିରେ ଭରପୁର, ପ୍ରଚୁର ଥାଏ। ଖଣି ଖାଦାନଠୁ ଆରମ୍ଭ କରି ସୁନା ରୂପା ହୀରା ନୀଳା ମୋତି ମାଣିକ ପର୍ଯ୍ୟନ୍ତ ସୁଖ ଶାନ୍ତି ଆନନ୍ଦ ପ୍ରେମ ସବୁଥିରେ ଭାରତ ଭରପୁର ଥିଲା, ମାନେ ସାହୁକାର ସବୁଥିରେ। ସେ ଯେମିତି ସାହୁକାର ହେଇଛି ସେମିତି ବି ଗରିବ ହୋଇଛି। ସିଏ ଯେମିତି ଆତ୍ମାମାନେ ସତ୍ୱପ୍ରଧାନ ହେଇଥିଲେ, ବର୍ତ୍ତମାନ ସେମିତି ଆତ୍ମାମାନେ ତମପ୍ରଧାନ ହେଇଯାଇଛନ୍ତି। ଆମେ ଶୁଣୁଛେ ରାମଙ୍କ ସମୟରେ ରାବଣ ଥିଲେ। ବାବା କହୁଛନ୍ତି ରାମ ତ ହେଉଛନ୍ତି ତ୍ରେତୟା ଯୁଗର ରାଜା। ତ୍ରେତୟା ଯୁଗରେ ସତ୍ୟ ତ୍ରେତୟାରେ କୌଣସି ମତେ ବିକାର ନଥିଲା, କାମ କ୍ରୋଧ ଲୋଭ ମୋହ ଅହଙ୍କାର ଇତ୍ୟାଦି ବିକାର ନଥିଲା, କୌଣସି ପ୍ରକାର ଆବିଳତା ନଥିଲା। ଆତ୍ମା ସବୁ ସତ୍ୱପ୍ରଧାନ ସତ୍ୱଗୁଣୀ ଥିଲେ, ତେଣୁ ସେମାନେ ସବୁଥିରେ ଭରପୁର ଥିଲେ। ତେଣୁ ରାବଣ ନଥିଲା। ଇଏ ସବୁ ନାମ, ରାବଣ, କୁମ୍ଭକର୍ଣ୍ଣ, ଅକାସୁର, ବକାସୁର, କଂସ, ଇଏ ସବୁ ଅସୁରମାନଙ୍କର ନାମ, କିନ୍ତୁ ପ୍ରକୃତରେ ସେମିତି କେହି ଅସୁର ନଥିଲେ। ଏଇ ଆତ୍ମା ଯେତେବେଳେ ସତ୍ୱପ୍ରଧାନ ହୁଏ ସେ ଦେବାତ୍ମା ହୁଏ, ଯେତେବେଳେ ସାଧାରଣ ପ୍ରକୃତି ଗ୍ରହଣ କରେ ବା ଅତିରିକ୍ତ ବିକାରଗ୍ରସ୍ତ ନ ହୋଇ ସାଧାରଣ ହୋଇଥାଏ ସେତେବେଳେ ସେ ମନୁଷ୍ୟ ପରି ଆଚରଣ କରେ। ଯେତେବେଳେ ସେ ପୁରା ବିକାରଗ୍ରସ୍ତ ହୋଇଯାଏ ସେ ହିଁ ଆସୁରୀ ଗୁଣ ଧାରଣ କରି ଏଇଭଳିଆ କାମ କରେ। କିନ୍ତୁ ପ୍ରକୃତରେ କଂସ, ରାବଣ, କୁମ୍ଭକର୍ଣ୍ଣ କେହି ନଥିଲେ। ରାବଣ ରାମଙ୍କର ବିପରୀତ, ମାନେ ରାମଙ୍କର ଯାହା ଦୈବୀ ଗୁଣ ତାହାର ବିପରୀତ ଗୁଣ ହେଉଛନ୍ତି ରାବଣ। ସେମିତି କୃଷ୍ଣଙ୍କର ବିପରୀତ ଗୁଣଧାରୀ ହେଉଛି କଂସ। ତେଣୁ କଂସ କେହି ନଥିଲେ। ବାବା ବି ସେଇ କଥା କହୁଛନ୍ତି। କୁହାଯାଏ ରାବଣ ଲଙ୍କାର ମାଲିକ ଥିଲେ ବା ରାଜା ଥିଲେ। ବାବା କହୁଛନ୍ତି ଇଏ ସାରା ପୃଥିବୀ ସମୁଦ୍ର ଉପରେ ଛିଡ଼ା ହୋଇଛି। ସବୁ ଯେମିତି ଲଙ୍କା ତ ଗୋଟିଏ ଛୋଟ ଟାପୁକୁ କୁହାଯାଉଛି, କିନ୍ତୁ ବର୍ତ୍ତମାନ ଇଏ ହେଉଛି ବେହଦର ଲଙ୍କାପୁରୀ। ରାବଣ ଶାସନ ଅଣ୍ଡରରେ ବା ତା ଅଧୀନରେ ରହିଛେ। ଆମେ ସବୁ ଆତ୍ମା ସୀତା ତା ବିକାର ଅଧୀନରେ ଆମେ ରହିଯାଇଛେ। ସ୍ୱୟଂ ପରମପିତା ପରମାତ୍ମା ଶିବରାମ ଆସିଛନ୍ତି ଏଇ ରାବଣ ଅସୁର ପାଖରୁ ଆମକୁ ମୁକୁଳେଇବା ପାଇଁ। ତାମାନେ ଆମ ଆତ୍ମା ତମପ୍ରଧାନ ହେଇଯାଇଛି, ଆତ୍ମା ବିକାରଗ୍ରସ୍ତ ହୋଇଯାଇଛି। ଏ ଆତ୍ମା ସ୍ୱୟଂ ପରମପିତାଙ୍କର ମହାବାକ୍ୟ ଶୁଣି ବୁଝି ଧାରଣ କରି ଅନ୍ୟମାନଙ୍କୁ ଈଶ୍ୱରୀୟ ସେବାରେ ତାକୁ ଲଗେଇ ଅନ୍ୟମାନଙ୍କୁ ଭଗବାନଙ୍କର ପରିଚୟ ଦେଇ ଭଗବାନଙ୍କ ସହିତ ବୁଦ୍ଧି ଯୋଗ ଲଗେଇ ବିକର୍ମ ବିନାଶ କରି ତମ ପ୍ରଧାନ ଆତ୍ମା ସତ୍ୱପ୍ରଧାନ ହେବ, ସେ ସ୍ୱର୍ଗକୁ ଯିବ। ବାବା ପରିଷ୍କାର ଭାବରେ ଏ କଥା ବୁଝେଇ ଦେଇଛନ୍ତି। ବାବା କହୁଛନ୍ତି ମୂଳ ବତନରୁ ବା ପରମ ଧାମରୁ ଆତ୍ମା ସିଧା ଆସେ ଏଇ ସ୍ଥୂଳ ବତନକୁ। ଆମେମାନେ ଯେଉଁ ରହିଛେ ଗଛ ପତ୍ର ଜୀବ ଜନ୍ତୁ ମଣିଷ ଇତ୍ୟାଦି କେଉଁଠି ରହିଛେ? ପୃଥିବୀ ପୃଷ୍ଠରେ ରହିଛେ। ଇଏ ସ୍ଥୂଳ ଦୁନିଆ, ଆଖିରେ ସମସ୍ତଙ୍କୁ ଦେଖିପାରୁଛେ ଛୁଇଁ ପାରୁଛେ, ଇଏ ହେଉଛି ସ୍ଥୂଳ ଦୁନିଆ। କିନ୍ତୁ ଯେଉଁଠି ଆତ୍ମା ପରମାତ୍ମା ରୁହନ୍ତି ସେ ନିରାକାରୀ ଦୁନିଆ, ଶାନ୍ତିଧାମ, ପରମଧାମ, ବ୍ରହ୍ମଲୋକ। ସେଠି ଆତ୍ମା ବିଶ୍ରାମ ନିଏ। ଯେତେବେଳେ ବିନାଶ ହେବ ସେତେବେଳେ ସବୁ ଆତ୍ମା ପରମାତ୍ମାଙ୍କ ସହିତ ସେଠାକୁ ଯିବେ। ଗଲାବେଳେ ବାଟରେ ସୂକ୍ଷ୍ମ ବତନ ଭାୟା ଦେଇକି ଯିବେ। ଆଗ ହେଲା ସ୍ଥୂଳ ବତନ, ବର୍ତ୍ତମାନ ଆମେ ଅଛେ, ମଝିରେ ରହିଲା ସୂକ୍ଷ୍ମ ବତନ, ଉପରେ ରହିଲା ମୂଳ ବତନ। ଏଇ ସ୍ଥୂଳ ବତନରୁ ଆତ୍ମାମାନେ ଯେତେବେଳେ ମୂଳ ବତନକୁ ଯିବେ ଭଗବାନଙ୍କ ସହିତ, ବାଟରେ ସୂକ୍ଷ୍ମ ବତନରେ ରହିବେ। ସେଠା ସିଏ ହେଉଛି ଆକାରୀ ଦୁନିଆ, ଇଏ ହେଉଛି ସାକାରୀ ଦୁନିଆ। ସିଏ ଆକାରୀ ଦୁନିଆ ସ୍ଥୂଳ ସୂକ୍ଷ୍ମ ବତନ, ମୂଳ ବତନ ହେଲା ନିରାକାରୀ ଦୁନିଆ। ଇଏ ସୂକ୍ଷ୍ମ ବତନରେ ଆତ୍ମାମାନେ ଯିଏ ପୁରୁଷାର୍ଥୀ ଆତ୍ମା
ସିଏ ସେଠାରେ ଜାଣିପାରିବେ ସତ୍ୟ ଯୁଗରେ ତାଙ୍କୁ କ'ଣ ପଦପଦବୀ ମିଳିବ। ଯେଉଁ ଆତ୍ମାମାନେ ସ୍ୱୟଂ ପରମପିତା ପରମାତ୍ମାଙ୍କର ପରିଚୟ ବି ଜାଣିନାହାନ୍ତି, ଜ୍ଞାନ ଜାଣିନାହାନ୍ତି, ନିଜକୁ ସୁଧାରି ନାହାନ୍ତି, ପବିତ୍ର ହୋଇନାହାନ୍ତି, ଆତ୍ମା ପବିତ୍ର ହୋଇନାହିଁ, ସେମାନେ ଧର୍ମରାଜଙ୍କ ଠାରୁ ଦଣ୍ଡ ପାଇ ପରମଧାମକୁ ଯିବେ। କାହିଁକି ନା ପରମଧାମକୁ ଯିବାକୁ ହେଲେ ଆତ୍ମାଙ୍କୁ ପବିତ୍ର ହେବାକୁ ପଡ଼ିବ। କିନ୍ତୁ ସେମାନେ ତ ପୁରୁଷାର୍ଥ କରିନଥିବେ, ତେଣୁ ସିଏ ଆଉ ସତ୍ୟ ତ୍ରେତୟାରେ ଆସିପାରିବେ ନାହିଁ। କିନ୍ତୁ ସେମାନେ ନିଶ୍ଚିତ ଭାବରେ ପାବନ ହୋଇ ପରମଧାମକୁ ଯିବେ। ବାବା ସେ କଥା ବୁଝେଇ ଦେଇଛନ୍ତି। ବାବା କହିଛନ୍ତି ଆମେ ଗୋଟିଏ ସେକେଣ୍ଡରେ ଜୀବନ ମୁକ୍ତି ପାଇପାରିବା। ଯେମିତି ବ୍ରହ୍ମା ବାବା ଗୋଟିଏ ସେକେଣ୍ଡରେ ନରରୁ ନାରାୟଣ ହୋଇଥିଲେ, ସେମିତି ନିଜର ମନ, ବୁଦ୍ଧି, ସଂସ୍କାର, ତନୁ, ସମୟ, ସଂକଳ୍ପ ସବୁ ଯଦି ଆମେ ଏକ ନିଶ୍ଚୟ ବୁଦ୍ଧିରେ ଭଗବାନଙ୍କ ପାଖରେ ସମର୍ପଣ କରିଦେବା, ତାଙ୍କ କଥା ଅନୁଯାୟୀ ଚାଲିବା, ମାନେ ଆମେ ଗୋଟିଏ ସେକେଣ୍ଡରେ ନରରୁ ନାରାୟଣ ହୋଇପାରିବା। ତାକୁ କୁହାଯାଏ ଜୀବନ ମୁକ୍ତି। ବାବା ଆମକୁ ମୁକ୍ତି, ଜୀବନ ମୁକ୍ତି, ଗତି, ସଦ୍ଗତି ଦେଉଛନ୍ତି। ସମସ୍ତେ ଗତି ମୁକ୍ତି ପାଇବେ, କିନ୍ତୁ ସଦ୍ଗତି ଆଉ ଜୀବନ ମୁକ୍ତି କେବଳ ସତ୍ତ୍ୱପ୍ରଧାନ ଆତ୍ମାମାନେ ପାଇବେ, ଯେଉଁମାନେ କି ସ୍ୱର୍ଗକୁ ଆସି ସବୁ ସୁଖ, ଶାନ୍ତି, ଆନନ୍ଦରେ ରହିବେ। ବର୍ତ୍ତମାନ ଆମେ ମୁକ୍ତ ଅବସ୍ଥାରେ ନାହୁଁ, ଆମେ ବନ୍ଧନରେ ରହିଛୁ, ରାବଣର ବନ୍ଧନରେ। ଯେତେବେଳେ ଆମେ ରାବଣର ବନ୍ଧନରୁ ବିକାର ନିକଟରୁ ଆମେ ପୁରା ଛୁଟି ପାଇଯିବା ବା ନିଜକୁ ମୁକ୍ତ କରିଦେବା, ଆମର ଜୀବନ ମୁକ୍ତି ଅବସ୍ଥା ହେଇଯିବ। ବାବା କହୁଛନ୍ତି ସମସ୍ତେ ଚାହୁଁଛନ୍ତି ସାକ୍ଷାତକାର କରିବା ପାଇଁ, କେହି ତ ଆତ୍ମ ସାକ୍ଷାତକାର ବିଷୟରେ ଚିନ୍ତା କରନ୍ତିନି, ପରମାତ୍ମା ସାକ୍ଷାତକାର କରିବାକୁ ଚାହୁଁଛନ୍ତି। ରାଜଯୋଗ ହିଁ ପରମାତ୍ମା ସାକ୍ଷାତକାର କରେଇପାରେ। କିନ୍ତୁ ଦେବାଦେବୀମାନଙ୍କର ସାକ୍ଷାତକାର ବି ଭକ୍ତାତ୍ମା ମାନେ କରୁଛନ୍ତି। ବାବା ସେଇ କଥା କହୁଛନ୍ତି, ମନେକର ଜଣେ ଗଣେଶଙ୍କର ଭକ୍ତ କି ହନୁମାନଙ୍କର ଭକ୍ତ, ସେ ଅହରହ ସ୍ମୃତିରେ ଗଣେଶଙ୍କର ରୂପ, ଗୁଣ ଇତ୍ୟାଦି ମନରେ ରଖୁଛି। ଭଗବାନଙ୍କର ସେହିପରି ହନୁମାନଙ୍କର ବି ଅହରହ ସ୍ମୃତିରେ ରଖୁଛି। ସେଇ ଯେଉଁ ଭାବନାରେ ରହୁଛି, ପରମପିତା ପରମାତ୍ମା କହୁଛନ୍ତି ସେମାନଙ୍କୁ ଗଣେଶ ହୁଅନ୍ତୁ, ହନୁମାନ ହୁଅନ୍ତୁ, ସାକ୍ଷାତକାର ହେଉଛନ୍ତି। ଇଏ ବି ଗୋଟିଏ ଡ୍ରାମାର ନାଟକ ଅନୁଯାୟୀ ହେଉଛି। ଇଏ ତ ଗୋଟିଏ ଡ୍ରାମା ଚାଲିଛି ନା। ଭଗବାନ କହୁଛନ୍ତି 5000 ବର୍ଷରେ ପୁରା ରିପିଟ୍ ହେଉଛି ଡ୍ରାମା। ଆଦି ଅଛି ମାନେ ତ ଅନ୍ତ ହେବ, ଅନ୍ତ ହେଲା ମାନେ ତ ନିଶ୍ଚୟ ପୁଣି ଆରମ୍ଭ ହେବ। ସେ ଯେଉଁ ଆଦି ଅନ୍ତ ସମୟ ବର୍ତ୍ତମାନ ଚାଲିଛି, ଏଇ ସମୟରେ ଯିଏ ଯାହା ଯେମିତି ରୋଲ୍ କରିଥିଲା ସେ ସେମିତି କରୁଛି। କାହିଁକିନା ଡ୍ରାମାଟା ଆକୁରେଟ୍ ରିପିଟ୍ ହେଉଛି। ସମସ୍ତଙ୍କର ପାର୍ଟ ଅଲଗା ଅଲଗା, ସମସ୍ତଙ୍କର ସଂସ୍କାର ବିଚାର ସବୁ ଅଲଗା ଅଲଗା, କିନ୍ତୁ ଯିଏ ଯାହା କରିଛି, ଯେମିତି ନାଟକ କରିଛି, ନାଟକରେ ଯେଉଁ ପାର୍ଟ କରିଛି, ସେ ସେଇ ପାର୍ଟ ହିଁ ସବୁବେଳେ କରି ଚାଲିବ। ବାବା କହୁଛନ୍ତି ପରମଧାମରେ ବାବା ଗୋଟିଏ ଷ୍ଟାର ମିସାଲ, ମାନେ ସୂକ୍ଷ୍ମାତି ସୂକ୍ଷ୍ମ ଜ୍ୟୋତିର୍ବିନ୍ଦୁ ପରି ରହନ୍ତି। କିନ୍ତୁ ଏଇ ସାକାର ଦୁନିଆରେ ବା ଏଇ ପୃଥିବୀରେ ଆମ ହିନ୍ଦୁ ଧର୍ମର ଲୋକମାନେ କ'ଣ କରୁଛନ୍ତି? ତାଙ୍କୁ ଗୋଟିଏ ମନ୍ଦିରରେ ଶିବଲିଙ୍ଗ ହିସାବରେ ପୂଜା କରୁଛନ୍ତି। ବାବା ତାର କାରଣ ବତେଇ ଦେଇଛନ୍ତି। ସେ ତ ଅଣ୍ଡା ଆକୃତିର ବା ବୁଢ଼ା ଆଙ୍ଗୁଠି ଆକୃତିର, ତେଣୁ ତାଙ୍କୁ ଗୋଟିଏ ଲିଙ୍ଗ ରୂପ ଦେଇଛନ୍ତି। ଲୋକମାନଙ୍କର ଯେତେବେଳେ ଧର୍ମ ଭାବନା କମିଗଲା, ମାନେ ସତ୍ତ୍ୱପ୍ରଧାନ ଆତ୍ମା ଆସ୍ତେ ଆସ୍ତେ ବିକାର ଆଡ଼କୁ ମୁହାଁଇଲା, ସେତେବେଳେ ସେ ସବୁ ଜିନିଷ ଭୁଲିଗଲା। ତାର ନିଜର ସ୍ୱଧର୍ମ, ଆତ୍ମାର ସ୍ୱଧର୍ମ ଆସ୍ତେ ଆସ୍ତେ ଭୁଲିଗଲା। ଦେହକୁ, ନିଜର ଶରୀର ଉପରେ ଅନେକ ଧ୍ୟାନ ଦେଲା, ଆତ୍ମାକୁ ଭୁଲିଗଲା। ତେଣୁ ସେ ଆଉ ଭଗବାନଙ୍କର ସ୍ମୃତିରେ ତ ସତ୍ୟ ତ୍ରେତୟା ଯୁଗରେ ତ ପୂଜା ପାଠ ନଥିଲା, କିନ୍ତୁ ଦ୍ୱାପର ଯୁଗରୁ ପୂଜା ଆରମ୍ଭ କଲା, ପ୍ରତିମା ପୂଜା କଲା। କାହିଁକି? ଯେହେତୁ ତାର ଏକାଗ୍ରଚିତ୍ତ ରହିଲାନି, ତେଣୁ ସେ ଗୋଟିଏ ପ୍ରତିମାକୁ ଦେଖିଲେ ହିଁ
ତାର ଭାବନା ଜାତ ହେଲା। ତେଣୁ ସେ ଶିବଲିଙ୍ଗ ସ୍ଥାପନ କରି ପୂଜା ପାଠ ଆରମ୍ଭ କଲା। ସେଥିପାଇଁ ଲିଙ୍ଗ ପୂଜା ହେଉଅଛି। କାହିଁକି ନା ଆମର ସମସ୍ତଙ୍କର ଏକାଗ୍ର ଚିତ୍ତ ରହିଲା ନାହିଁ ବୋଲି ପ୍ରତିମା ପୂଜା ଆରମ୍ଭ ହେବାରୁ ସୂକ୍ଷ୍ମାତି ସୂକ୍ଷ୍ମ ଜ୍ୟୋତିର୍ବିନ୍ଦୁ ଯିଏକି ପରମଧାମରେ ରହୁଛନ୍ତି ତାଙ୍କୁ ଗୋଟିଏ ଓଭାଲ ସେପ୍ ଦେଇ ପୂଜା କରାଯାଉଛି। ବାବା କହୁଛନ୍ତି ଯେ କେଉଁ ଆତ୍ମା କେବେ ହେଲେ ପରମାତ୍ମାଙ୍କ ସହିତ ମିଶି ପାରିବ ନାହିଁ। କିନ୍ତୁ ସାଧାରଣତଃ କୁହାଯାଏ ପରମହଂସ ଯେତେବେଳେ ରାମକୃଷ୍ଣ ପରମହଂସଙ୍କର ଦେହାନ୍ତ ହେଲା, ତାଙ୍କ ଦେହରୁ ଆତ୍ମା ଚାଲିଯାଇ ଗୋଟେ ଆଲୋକ ଯାଇ ବିବେକାନନ୍ଦଙ୍କ ପାଖରେ ଶରୀରରେ ମିଶିଗଲା। ସେମିତି ମୀରାବାଈଙ୍କର ଆତ୍ମା ଶ୍ରୀକୃଷ୍ଣଙ୍କ ପାଖରେ ମିଶିଲା। ବାବା କହୁଛନ୍ତି ଆତ୍ମା କେବେ ହେଲେ ପରମାତ୍ମାଙ୍କ ସହିତ ମିଶିବ ନାହିଁ। କିନ୍ତୁ ଆମର ଅନ୍ଧଶ୍ରଦ୍ଧାରେ ଲୋକମାନେ କହୁଛନ୍ତି ଯିଏ ଭଲ କାମ କରନ୍ତି ତାଙ୍କର ଆତ୍ମା ପରମାତ୍ମା ସହିତ ମିଶିଯାଏ, ତାଙ୍କର ଆଉ ପୁନର୍ଜନ୍ମ ହୁଏ ନାହିଁ। ବାବା କହୁଛନ୍ତି ଇଏ ତ ଗୋଟେ ନାଟକ ଚାଲିଛି। କେହି ପରମଧାମରେ ସବୁବେଳ ପାଇଁ ରହିପାରିବେ ନାହିଁ। ସତୋପ୍ରଧାନ ଆତ୍ମା ସେ ହେଉଛି ହିରୋ। ତେଣୁ ସେ ମୂଳରୁ ଶେଷ ପର୍ଯ୍ୟନ୍ତ ପାଠ କରିବେ। ସମସ୍ତେ ପାଠଧାରୀ, କେହି ବସିବେ ନାହିଁ ପରମଧାମରେ। ବାବା ସେ କଥା ବୁଝେଇ ଦେଲେ। ଇଏ ପାଠ କରିବା ବା ଆତ୍ମାର ଜନ୍ମ ମରଣ ଚକ୍ରରେ ଆସି ପୁନର୍ଜନ୍ମ ହେବା ଇଏ ହେଉଛି ଅବିନାଶୀ ନାଟକ ଚାଲିଛି। କିନ୍ତୁ ଆମେ ଯେଉଁ ଫିଲ୍ମ ଦେଖୁଛେ, ଡ୍ରାମା ଦେଖୁଛେ, ଇଏ ହେଉଛି ବିନାଶୀ ନାଟକ। କିନ୍ତୁ ଏଇ ଆମର ଯେଉଁ ସୃଷ୍ଟି କଳ୍ପଚକ୍ର ଘୁରୁଛି, ଆମେ ସମସ୍ତେ କଳାକାର ହିସାବରେ ଜନ୍ମ ମରଣ ଚକ୍ରରେ କେଉଁ ଅନାଦି ଅବିନାଶୀ କାଳରୁ ଚାଲିଛି, ଇଏ ହେଉଛି ଅବିନାଶୀ ନାଟକ। ବାବା ସେ କଥା ବୁଝେଇ ଦେଲେ। ସୃଷ୍ଟି ଚକ୍ର ଘୁରୁଛି ଆମେ ଜାଣିଲେ। ବିଭିନ୍ନ ପ୍ରକାରର ଚିତ୍ର ପ୍ରଦର୍ଶନୀରେ ଚିତ୍ର ଦେଖେଇକି ଭଗବାନ ଆସିଛନ୍ତି ବୋଲି, ଭଗବାନ କ'ଣ ମହାବାକ୍ୟ କହୁଛନ୍ତି, ଏ ସୃଷ୍ଟିର ଆଦି ମଧ୍ୟ ଅନ୍ତର କଥା, ଏଇ ସୃଷ୍ଟିର ଇତିହାସ ଭୂଗୋଳ ବିଷୟରେ ଜ୍ଞାନ ଦେବା ପାଇଁ, ଜଣେଇବା ପାଇଁ ବିଭିନ୍ନ ପ୍ରକାର ଚିତ୍ର ହୋଇଛି। ସେ ଚିତ୍ର ପ୍ରଦର୍ଶନୀରେ ଆମେ ଚିତ୍ର ଦେଖେଇକି ଅନ୍ୟ ଆତ୍ମାମାନଙ୍କୁ ବୁଝେଇବା। କିନ୍ତୁ ପ୍ରତ୍ୟେକ ଚିତ୍ର ତଳେ ଶିବ ଭଗବାନ ଉବାଚ ବୋଲି ଲେଖିବା ନିହାତି ଜରୁରୀ। କାରଣ ସମସ୍ତଙ୍କ ମନରେ ହଜାର ହଜାର ବର୍ଷ ଧରି ସେ ଗୋଟିଏ ଭାବନା ରହିଆସିଛି। ଚିରାଚରିତ ପ୍ରଥାରେ ବଢ଼ି ଆସିଛି ସେ ଭାବନା ଯେ ଶ୍ରୀକୃଷ୍ଣ ଭଗବାନ ଉବାଚ। ଗୀତା ସେ ଲେଖିଛନ୍ତି ବା ଗୀତା ଶୁଣେଇଛନ୍ତି, ସବୁ କ୍ଷେତ୍ରରେ ଶ୍ରୀକୃଷ୍ଣ ଭଗବାନ ଉବାଚ। କିନ୍ତୁ ସେଇଟା ଠିକ୍ କଥା ନୁହେଁ। ଶିବ ଭଗବାନ ଉବାଚ। ଶ୍ରୀକୃଷ୍ଣ ହେଉଛନ୍ତି ସତ୍ୟଯୁଗର ପ୍ରଥମ ରାଜକୁମାର। ସିଏ ଛୋଟ ପିଲା, ସେ ଶରୀରଧାରୀ, ସିଏ ଜନ୍ମ ମୃତ୍ୟୁ ଚକ୍ରରେ ଆସୁଛନ୍ତି। ସିଏ କେମିତି ଶ୍ରୀକୃଷ୍ଣ ଭଗବାନ ହେଲେ ବା ପରମାତ୍ମା ହେଲେ? ବାବା ସେଇ କଥା କ୍ଲିଅର କରିକି ବୁଝେଇ ଦେଉଛନ୍ତି। ସାଧାରଣତଃ ଆମେ ଦେଖୁଛେ କୋର୍ଟରେ ଗୀତା ଛୁଇଁକି ଶପଥ କରୁଛନ୍ତି, ମୁଁ ଯାହା କହୁଛି ସତ କହୁଛି। ଗୀତା ସ୍ୱୟଂ ପରମାତ୍ମା ବର୍ତ୍ତମାନ ଶୁଣଉଛନ୍ତି ଏଇ ସଙ୍ଗମ ଯୁଗରେ। କିନ୍ତୁ ଗୀତା ବହିକୁ ପରମାତ୍ମା ଲେଖିଛନ୍ତି ସେ କଥା ଭାବିବା ନାହିଁ। ଯାହାକୁ ଛୁଉଁଛନ୍ତି ତାକୁ ବି ଶ୍ରୀକୃଷ୍ଣ କହିନାହାନ୍ତି। ଏଇ କଥା ଆମେ ବୁଝିବା। ଆମେ ସବୁବେଳେ ଗୁପ୍ତରେ ସେବା କରିବା। ଆମେ ସେବାଧାରୀ ବଚ୍ଚା। ସବୁବେଳେ ଯାଞ୍ଚ କରିବା ଆମେ କେତେ ସମୟ ୟାଦରେ ରହୁଛେ ଭଗବାନଙ୍କ ସହିତ। କାହିଁକି ନା ନିଶ୍ଚୟ ବୁଦ୍ଧି ବିଜୟନ୍ତି, ସଂଶୟ ବୁଦ୍ଧି ବିନାଶନ୍ତି। ବିନାଶ ଆଡ଼କୁ ନିଏ ଆମକୁ। ଯଦି ଭଗବାନଙ୍କ ଉପରେ ଆମେ ସଂଶୟ ରଖିବା, ତାଙ୍କର ତ ଅଦ୍ୱୈତ ମତ, ସେ ଯାହା କହୁଛନ୍ତି ସିଏ ମତ, କାହାର ନୁହେଁ, ସେ ଶ୍ରୀମତ। ଆମେ ସେଇ ଶ୍ରୀମତରେ କେତେ ବାଟ ଚାଲୁଛେ, ଆଉ ନିଜେ ଭଗବାନଙ୍କ ସହିତ କେତେ ସମୟ ଯୋଗଯୁକ୍ତ ହୋଇ ରହୁଛେ, ନିଜକୁ ନିଜେ ଆମେ ଯାଞ୍ଚ କରିବା। ଯାଞ୍ଚ କଲେ ହିଁ ଆମେ ସଂଶୋଧନ ହୋଇପାରିବା। ତେଣୁ ସବୁବେଳେ
ନିଜକୁ ଯଦି ଆମେ ଯାଞ୍ଚ ନ କରିବା, ଶ୍ରୀମତରେ ନ ଚାଲିବା, ନିଜର ଲୋକସାନ ହେଉଛି, ନିଜର କ୍ଷତି ହେଉଛି। ବାବା ଅନେକ ଭାବନ୍ତି ଭଗବାନ ଆମ ସାଥିରେ ଅଛନ୍ତି, ଯାହା ମୁଁ କହଇ, ଯାହା ମୁଁ କରଇ, ଯାହା ମୁଁ ଚିନ୍ତଇ ମନେ, ଜଗତର କର୍ତ୍ତା ପରମ ଈଶ୍ୱର ଜାଣୁଛନ୍ତି ପ୍ରତି କ୍ଷଣେ। ଯେଉଁ ଲେଖକ ବା କବି ଲେଖିଲେ, ସେ ଏଇଟା ଲେଖିବାର କାରଣ ହେଲା ଆମେ ଏମିତି ଭାବନା ସବୁବେଳେ ରଖିଲେ ହିଁ ଆମକୁ ସଂସାରରେ ସତ୍ୟ ପଥରେ ଚାଲିବା ପାଇଁ ସାହସ ଶକ୍ତି ଆସିବ, ମନରେ ଭୟ ରହିବ ଅଧର୍ମ କାର୍ଯ୍ୟ କରିବା ପାଇଁ। କିନ୍ତୁ ଭଗବାନ ସେ କଥାଟାକୁ କ୍ଲିଅର କରିକି ବୁଝେଇ ଦେଉଛନ୍ତି। ସେ ଥଟ୍ ରିଡର ନୁହନ୍ତି, ତୁମକୁ ପ୍ରତି କ୍ଷଣରେ ସେ ସଂଶୋଧନ କରିବେ ବୋଲି କାହିଁକି ଭାବୁଛ? ସେ ତ ପ୍ରତିଦିନ ମୁରଲି ଶୁଣାଉଛନ୍ତି, ମହାବାକ୍ୟ ଶୁଣାଉଛନ୍ତି, ରାସ୍ତା ବତାଉଛନ୍ତି, ସେ ପଥ ଦେଖାଉଛନ୍ତି, କିନ୍ତୁ ପଥରେ ଚାଲିବା ଦାୟିତ୍ୱ ତୁମର। ଏ କଥା ବାବା କ୍ଲିଅର କରିକି କହିଦେଉଛନ୍ତି। କାହିଁକି ନା ଭଲ ପାଠ ପଢ଼ିଲେ ଉଚ୍ଚ ପଦ ମିଳିବ। ସେମିତି ଆମେ ମନ ଇଚ୍ଛା ବସି ଯଦି ଭଗବାନ କହିଛନ୍ତି ସବୁବେଳେ କହିବା, କିଛି ମିଳିବ ନାହିଁ। ନିଜକୁ ମୁଁ ସୁଖ ସ୍ୱରୂପ ଆତ୍ମା, ସଦା ସୁଖ ସ୍ୱରୂପ ଆତ୍ମା ବୋଲି ଭାବିବା। ଭଗବାନଙ୍କର ସନ୍ତାନ, ମୋତେ ଭଗବାନ ଯାହା ଦେଇଛନ୍ତି ତାଠୁ ଅଧିକ ଜିନିଷ ମୋର କିଛି ଦରକାର ନାହିଁ। ମୁଁ ଭଗବାନଙ୍କ ସହିତ ଯୋଡ଼ି ହେଇକି ରହିଛି। ଯଦି ଆମେ ମନମନା ଭବ ମନ୍ତ୍ରକୁ ସାଥିରେ ରଖିବା, ଅର୍ଥାତ୍ ସବୁବେଳେ ଭଗବାନଙ୍କ ସ୍ମୃତିରେ ରହିବା। ଆମେ ଜାଣିଛେ ମନ ଏକାଥରକେ ଦୁଇଟି କଥା ଚିନ୍ତା କରେନି। ଯଦି ଆମେ ଭଗବାନଙ୍କ ସହିତ ଯୋଡ଼ି ହେଇକି ରହିବା, ଅର୍ଥ ଭଗବାନଙ୍କ ସ୍ମୃତିରେ ରହିବା, ଆମ ମନରେ କେବେ ହେଲେ ଆଉ କୌଣସି ଦୁଶ୍ଚିନ୍ତା ଆସିବ ନାହିଁ। ତେଣୁ ଦୁଃଖ ଆମ ପାଖ ମାଡ଼ିବ ନାହିଁ। ବାବା କହୁଛନ୍ତି ଯେମିତି ସମୁଦ୍ରରେ ଲହଡ଼ି ଆସୁଛି, କେତେକ ପିଲା ସମୁଦ୍ର ଲହଡ଼ିକି ଏନ୍ଜୟ କରୁଛନ୍ତି, ଖେଳୁଛନ୍ତି। ସେମିତି ଇଏ ସଂସାର ଗୋଟିଏ ସମୁଦ୍ର ବୋଲି ଭାବ। ଇଏ ପରିସ୍ଥିତି ସେଥିରେ ଲହଡ଼ି ପରି ଆସୁଛି, ଆମେ ସେ ପରିସ୍ଥିତିରେ ଖେଳିବା, ତାକୁ କେମିତି ଓଭରଟେକ୍ କରିବା, ସେଥିପାଇଁ ଆମେ ସାହସ ରଖିବା, ଭଗବାନଙ୍କ ସହିତ ପ୍ରୀତି ବୁଦ୍ଧି ଯୋଡ଼ିବା। କୌଣସି ପ୍ରକାର ଦୁଃଖ ଆସିଲେ ଆମେ ଭଗବାନଙ୍କୁ ସାଥିରେ ରଖିଲେ ଦୁଃଖ କେବେ ହେଲେ ଆମ ପାଖରେ ରହିବ ନାହିଁ। ଆମେ ସବୁବେଳେ ସଂକଳ୍ପରେ ଦୃଢ଼ ରହିବା। ଯାହା ମନରେ ସଂକଳ୍ପ କରିବା ତାକୁ କର୍ମରେ ଦେଖେଇବା। ସେ ହେଉଛି ଗୋଟିଏ ବିଶେଷ ଗୁଣ, ବିଶେଷତା ରହିଛି ଯାହା ଆମ ପାଖରେ, ତାକୁ ଆମେ କର୍ମରେ ଦେଖେଇଲେ, ପ୍ରାକ୍ଟିକାଲରେ ଦେଖେଇଲେ ଆମର ପ୍ରତ୍ୟକ୍ଷତା ହେବ। ତେଣୁ ବାବା ତ ପ୍ରତିଦିନ ବହୁତ ପ୍ରକାରର କଥା କହୁଛନ୍ତି। ମହାଭାରତ ଲଢ଼େଇ ଚାଲିଛି, ଯେମିତି ପାଣ୍ଡବ କୌରବ ଯାଦବମାନଙ୍କ ଭିତରେ କୁହାଯାଉଥିଲା ଲଢ଼େଇ ଲାଗିଥିଲା ପାଣ୍ଡବ କୌରବ ଭିତରେ। ଯାଦବମାନେ ନିଜ ନିଜ ଭିତରେ ଯୁଦ୍ଧ କରି କ୍ଷୟ ହୋଇଥିଲେ। ଆମେ ଏ କଥା ମହାଭାରତରେ ଶୁଣିଛେ। ବର୍ତ୍ତମାନ ଆମେ ସବୁ ପାଣ୍ଡବ ସେନା, ଆମର ମାୟା ସହିତ ଲଢ଼େଇ ଚାଲିଛି, ବିକାର ସହିତ ଲଢ଼େଇ ଚାଲିଛି। ଆମର ହିଂସକ ଲଢ଼େଇ ନୁହେଁ, ଅହିଂସକ ଲଢ଼େଇ। ଏଥିରେ ଆମେ ଯେହେତୁ ସ୍ୱୟଂ ପରମପିତା ପରମାତ୍ମାଙ୍କର ସନ୍ତାନ, ତାଙ୍କୁ ସାଥିରେ ରଖିଛେ, ଆମେ ନିଶ୍ଚୟ ବିଜୟ ପ୍ରାପ୍ତ କରିବା। ଆମର ହଜି ଯାଇଥିବା, ହରେଇ ଦେଇଥିବା ରାଜ୍ୟ ଭାଗ୍ୟ ପୁଣି ଆମେ ପାଇବା। ସେଥିପାଇଁ ଶ୍ରୀକୃଷ୍ଣଙ୍କ ମୁହଁରେ ଲହୁଣୀ ଦେଖାଯାଏ, ସେମିତି ମାଖନ ଖାଇବାର ଚିତ୍ର ଦେଖାଯାଏ। ସେ ଲହୁଣୀ ହେଉଛି ଆମର ସ୍ୱର୍ଗ। ଆମେ ସ୍ୱର୍ଗକୁ ଯିବା ପାଇଁ ଭଗବାନଙ୍କୁ ସାଥିରେ ରଖିବା। କୌରବମାନେ ଧନ ସମ୍ପତ୍ତି ବାହୁବଳ ଉପରେ ନିର୍ଭର କରିଥିଲେ, କ'ଣ ହେଲେ? ସେମାନେ ହାରିଲେ। ସେହିପରି ବର୍ତ୍ତମାନ ଯୁଗରେ ଯେଉଁମାନେ ମାୟାର ଆକର୍ଷଣରେ ପଡ଼ି ଧନ ସମ୍ପତ୍ତି ବାହୁବଳ ଇତ୍ୟାଦିକୁ ଅଗ୍ରାଧିକାର ଦେଉଛନ୍ତି, ଭଗବାନଙ୍କ ଉପରେ ବିପରୀତ ବୁଦ୍ଧି କରୁଛନ୍ତି, ପ୍ରୀତି ବୁଦ୍ଧି ରଖୁନାହାନ୍ତି, ସଂଶୟ ରଖୁଛନ୍ତି, ସେମାନେ କୌରବ ସମାନ, ସେମାନେ ବି ସ୍ୱର୍ଗର ଅଧିକାରୀ ହୋଇପାରିବେ ନାହିଁ।
ତେଣୁ ବାବା ବହୁତ ପ୍ରକାର କଥା ଆମକୁ ବୁଝାଉଛନ୍ତି, ଆମେ ମନ ଦେଇ ତାକୁ ଶୁଣିବା, ଗ୍ରହଣ କରିବା, ଧାରଣ କରିବା। ଆଜି ଆମେ ସ୍ୱମାନ ନେବା ଯେ ମୁଁ ସୁଖ ସ୍ୱରୂପ ଆତ୍ମା ଅଟେ। ସୁଖ ସ୍ୱରୂପ ଆତ୍ମା ବୋଲି ଯଦି ସବୁବେଳେ ନିଜକୁ ଭାବିବା, ଆମ ମନରେ ଆଉ ଦୁଃଖ କେବେ ଆସିବନି। ଏ ଦୁଃଖ ଦୁନିଆରେ ରହିକି ବି ଆମେ ସୁଖୀ ହେବା। ସୁଖ ଥିଲେ ତ ପୁଣି ଅନ୍ୟକୁ ଖୁସି ବାଣ୍ଟିବା ନା। ଖୁସି ବାଣ୍ଟିବା ଆମର କାମ। ଓମ୍ ଶାନ୍ତି।